ଗଣତନ୍ତ୍ରରେ ପ୍ରଥମ ଶ୍ରେୟ ଯିବ ଜନତାଙ୍କୁ। ଏଥିରେ ଜନତା ମନ ବଳେଇଛନ୍ତି ଏବଂ ଆମେ ଆମର କର୍ତ୍ତବ୍ୟ କରୁଛେ ଗୋଟେ ରାଜନୈତିକ ଦଳ ହିସାବରେ। ଆମେ ଆମର ଯାହା କାର୍ଯ୍ୟ କରିବା କଥା ଆମେ ସେ ପ୍ରକ୍ରିୟାରେ ଆମେ ଯାଇକି ତାର ସାମ୍ବିଧାନିକ ଇଏରେ ଆମେ ଆମର କାର୍ଯ୍ୟଟା ସମ୍ପନ୍ନ କରୁଛେ। କିନ୍ତୁ ଯୋଉ ଘଟଣାଟି ଘଟିବା କଥା ଏଇଟା କୋଉ ପରିପ୍ରେକ୍ଷୀରେ ଆପଣ ପଚାରୁଛନ୍ତି? କୋଉ ପରିପ୍ରେକ୍ଷୀରେ? ପଶ୍ଚିମବଙ୍ଗ ପରିପ୍ରେକ୍ଷୀରେ। ତେଣୁକରି ପଶ୍ଚିମବଙ୍ଗର ଯୋଉ ଜନସାଧାରଣ ଅଛନ୍ତି, ଆମେ ଯଦି ତାଙ୍କ କଥା ବୁଝିବା ବା ତାଙ୍କ ବିଷୟରେ ଟିକେ ଜାଣିବାକୁ ଚେଷ୍ଟା କରିବା ବା ସେମାନେ କେମିତି ଏଇ ଯୋଉ କିଛି ବର୍ଷ, ମୁଁ ତ ଏଇ 15 ବର୍ଷ କଥା କହିବିନି, ତା ପୂର୍ବରୁ ଗୋଟେ 35 ବର୍ଷର କଥା ବି ରହିଛି ଯେତେବେଳେ ଲେଫ୍ଟର ସରକାର ଥିଲା। ଏ ସମ୍ପୂର୍ଣ୍ଣ ଭାବରେ 35 ପ୍ଲସ୍ 15 ଯଦି ଆମେ କରିବା, ଇଏ ଯୋଉ 50 ବର୍ଷର ଯୋଉ ଶାସନ ଥିଲା ସେଇଥିରେ କେମିତି ଥିଲା କ'ଣ ଥିଲା ତାର ଯଦି ତର୍ଜମା କରିବେ ଏବଂ ସେଇ ପରିପ୍ରେକ୍ଷୀରେ ଏଇ 15 ବର୍ଷ ବା 10 ବର୍ଷ ଶେଷ 10 ବର୍ଷକୁ ଆପଣ ଯଦି ସେଠି ଦେଖିବେ ତାହେଲେ ଆପଣ ଜାଣିପାରିବେ ଯେ ଏ ପରିବର୍ତ୍ତନ ଆଉ ଏ ପ୍ରତ୍ୟେକଟି ଜିନିଷ ୟା ପଛରେ ଜନତାଙ୍କର ବହୁତ ବଡ଼ ଗୋଟେ ଆକ୍ରୋଶ ରହିଥିଲା। ଏଇଟା ମୁଁ କହିବି ଜନ ଆକ୍ରୋଶ ରାଲି ହେଉଛି ବା ସେଇଟା ନୁହଁ, ମନ ଭିତରେ ଯୋଉ ବ୍ୟଥା ଥିଲା ସେମାନଙ୍କର, ଯୋଉ କଷ୍ଟଟା ଥିଲା, ଯୋଉ ଅନ୍ୟାୟ ଅନୀତି ଅଧର୍ମ ପ୍ରତ୍ୟେକ ଜିନିଷକୁ ସେମାନେ ସାମ୍ନା କରିକି ଆସିଛନ୍ତି। ତେଣୁକରି ସେ ମାଟି ହେଉଛି ସ୍ୱାଧୀନତା ସଂଗ୍ରାମୀଙ୍କର ମାଟି। କେବେ ଦେଖିଛନ୍ତି କୋଉ ରାଜ୍ୟରେ 5 ଜଣ ନୋବେଲ ପୁରସ୍କାର ପାଇବା? ଭାରତବର୍ଷର ସେ ଗୋଟିଏ ରାଜ୍ୟ ଯୋଉଠୁ 5 ଜଣ ନୋବେଲ ପୁରସ୍କାର ପାଇଛନ୍ତି ସେ ଜାଗାରେ। ବନ୍ଦେ ମାତରମର ଆମେ ଗାଉଛେ ସଙ୍ଗୀତ, ହଁ, ତାର ସ୍ରଷ୍ଟା ସେଇ ମାଟିର। ତେଣୁକରି ନେତାଜୀଙ୍କ କଥା କୁହନ୍ତୁ, କ୍ଷୁଦିରାମଙ୍କ କଥା କୁହନ୍ତୁ, ଅନେକ ସ୍ୱାଧୀନତା ସଂଗ୍ରାମୀ ସେ ଜାଗାରୁ ଆସିଛନ୍ତି। ଏନ୍ତୁଡ଼ିଶାଳ ଥିଲା ସେଟା ସ୍ୱାଧୀନତା ସଂଗ୍ରାମର। କିନ୍ତୁ ସେଇ ମାଟି ବି ଗୋଟେ କୃତ୍ରିମ ଭାବରେ ଗୋଟେ ପରାଧୀନତାର ଚକ୍ରବ୍ୟୁହ ଭିତରେ ବି ସେ ଆବଦ୍ଧ ହେଇକି ରହିଥିଲେ। ବର୍ତ୍ତମାନ ସ୍ୱାଧୀନ ପାଇବେ। ସ୍ୱାଧୀନତା ବୋଲି ମୁଁ କହିବିନି, କଥା କହିବାର ସ୍ୱାଧୀନତା, ନହେଲେ ଆପଣମାନେ ପୁଣି ତାକୁ ଇଣ୍ଟରପ୍ରିଟ କରିବେ ଆଜ୍ଞା 1947 ହେଇଥିଲା ସିଦ୍ଧାନ୍ତ ମହାପାତ୍ର କ'ଣ ଏବେ ସ୍ୱାଧୀନତା ହେଲା? ନାଇଁ, ସ୍ୱାଧୀନତା ଫ୍ରିଡମ ଅଫ ସ୍ପିଚ୍, ଫ୍ରିଡମ ଅଫ ମୁଭମେଣ୍ଟ, ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ଯାଇପାରିବେ ସାମ୍ବିଧାନିକ ପ୍ରକ୍ରିୟା ଭିତରେ ରହିକି। ମୋର ଇଚ୍ଛା ଯାହା ହବ ମୁଁ ସେଇଆ କହିବି, ମୁଁ ସେ କଥା କହୁନି, କିନ୍ତୁ କଥା କହିବାର ଆପଣମାନେ ନିଜେ ବି ଦେଖିଛନ୍ତି ଗଣମାଧ୍ୟମରେ ଜନସାଧାରଣ କୋଉଭଳି ଭାବରେ ଭୟଭୀତ ହେଇକି ଥିଲେ ସେ ଜାଗାରେ, ଯେ କଥା କହିବାକୁ ବା ପଚାରିବା ପାଇଁ କିଛି ଗୋଟେ କହିବା ପାଇଁ ଯଦି ଅନ୍ୟ କୌଣସି ଦଳର ଲୋକ ତାଙ୍କ ଘର ପାଖକୁ ଯାଉଥିଲେ ସେମାନେ ଡରୁଥିଲେ ଯେ ନାଇଁ ନାଇଁ ଆମେ କିଛି କହିବୁନି ସେ ବିଷୟରେ। ଏବଂ ଅନେକ ଜାଗାରେ ବି ଅଛନ୍ତି, ଅନେକ ଭଉଣୀମାନେ ମା ମାନେ କହିଛନ୍ତି ଆମେ କହୁଛୁ କିନ୍ତୁ ଆମେ ଜାଣିନୁ ଆମେ ଘରେ ପହଞ୍ଚି ପାରିବୁ କି ନାହିଁ, ଘରେ ପହଞ୍ଚିବାଟା ହେଇପାରିବ କି ନାହିଁ, ତାପରେ ଆମ ଅବସ୍ଥା କ'ଣ କରାଯିବ ସେ କଥା ବି ଆମେ ଜାଣିନୁ। ଆହୁରି ଅନେକ ଅଛନ୍ତି ଯେଉଁମାନେ କିଛି କହିନାହାନ୍ତି, ଗୋଟେ ସ୍ମିତ ହାସ୍ୟରେ ସେମାନେ ଜଣେଇ ଦେଇଛନ୍ତି ବା କିଛି ମା ମାନେ ବି କହିଛନ୍ତି। ଯେତେବେଳେ ପଚରାଗଲା ଆପଣ କାହାକୁ ସମର୍ଥନ କରିବେ, ସେମାନେ କହିଲେ ସେଟା ତ କାହାକୁ କୁହାଯାଏନି, ଗଣତାନ୍ତ୍ରିକ ପଦ୍ଧତିରେ ଭୋଟ ତ କୁହାଯାଏନି, କିନ୍ତୁ ଆମର ଇଚ୍ଛା ଯାହାକୁ ଆମେ ତାକୁ ଭୋଟ ଦେଇପାରିବୁ। ତା ଅର୍ଥ ମୋ ପାଖରେ ସେ ସ୍ୱାଧୀନତା ଆସିଲା ଯେ ମୋର ଇଚ୍ଛା ଯାହାକୁ ହବ ମୋ ଭୋଟଟା ମୁଁ ଦେଇପାରିବି, ଯୋଉଟା ଏତେ ବର୍ଷ ଧରିକି ସେଇଠି ଘଟଣା ଘଟି ପାରୁନଥିଲା। ଏବଂ ଆପଣ ଡାଇମଣ୍ଡ ହାର୍ବରର ଯୋଉ ପାର୍ଲାମେଣ୍ଟାରୀ କନଷ୍ଟିଟ୍ୟୁଏନ୍ସି ରହିଛି ତାର ବି ଆପଣମାନେ ଦେଖିଥିବେ କିଛି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯୋଉ ଜାଗାରେ ଇଭିଏମ୍ ଉପରେ ଷ୍ଟିକର ଲଗା ହେଇଯାଇଥିଲା ଗୋଟିଏ ଦଳର ଚିତ୍ରକୁ ଛାଡ଼ିକିରି ବା ସଂକେତକୁ ଛାଡ଼ିକିରି, ବାକି ସବୁଥିରେ ଟେପ୍ ଲଗା ହେଇଥିଲା ବା କୋଉ ଜାଗାରେ ଅତର ଲଗା ହେଉଛି ଯେ ତମେ କୋଉଠି ଦେଇଛ ମୁଁ ଶୁଙ୍ଗିବି ଆସିଲା ପରେ। ଇଏ ଥିଲା ମାନସିକତା, ଏଇଥିରୁ ଲୋକମାନଙ୍କୁ ସ୍ୱାଧୀନତା ମିଳିଛି। ତାର ଅନେକ ଗୁଡ଼ିଏ କାରଣ ଥିଲା। ପ୍ରଥମ କଥା ତ ଜନସାଧାରଣଙ୍କର ଯୋଉ କଥାଟି ମୁଁ କହିଲି ଇଏ ଗୋଟେ ପ୍ରମୁଖ କାରଣ। ତା ସହିତ ଦେଶର ଆଭ୍ୟନ୍ତରୀଣ ଯୋଉ ସୁରକ୍ଷା ରହିଛି ତାର ଷ୍ଟ୍ରାଟେଜିକାଲ ପଏଣ୍ଟ ଅଫ ଭ୍ୟୁରୁ ଯଦି ଦେଖାଯିବ ସେ ଜିନିଷକୁ, ତାହେଲେ ପଶ୍ଚିମବଙ୍ଗ ଗୋଟେ ବହୁତ ବଡ଼ ଭୂମିକାରେ ରହିଛି। ପାଖରେ ଇଣ୍ଟରନ୍ୟାସନାଲ ବର୍ଡର ଅଛି ଆପଣଙ୍କର, ବାଂଲାଦେଶର ବର୍ଡର ଅଛି ସେ ଜାଗାରେ। ଏବଂ ଆପଣଙ୍କର ଯୋଉ ଚିକେନ ନେକ୍ର କଥା କୁହାଯାଏ ବା ଆମର ଯୋଉ 7ଟି ରାଜ୍ୟ ରହିଛି ନର୍ଥ ଇଷ୍ଟର ଯୋଉଟା 7 ସିଷ୍ଟର୍ସ ରହିଛି, ତାର ଅବସ୍ଥିତିକୁ ଆପଣମାନେ ଦେଖନ୍ତୁ। ସେ ସବୁ ଦୃଷ୍ଟିରୁ ଦେଖିଲେ ପଶ୍ଚିମବଙ୍ଗର ଗୋଟେ ବହୁତ ବଡ଼ ଭୂମିକା ରହିଛି ଯେ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇକି। ଆଜି ଆଭ୍ୟନ୍ତରୀଣ ସୁରକ୍ଷା ଆଜି ବିପଦ ଅବସ୍ଥାରେ ପଡ଼ିଥିଲା। ତେଣୁକରି ଯଦି ଆମେ ଭାରତ ବର୍ଷକୁ, ଭାରତ ମାତାକୁ ଯଦି ଆମେ ସୁରକ୍ଷିତ ରଖିବାକୁ ଚାହୁଁଛୁ, ତାହେଲେ ନିଶ୍ଚିତ ଭାବରେ ଆମକୁ ବର୍ଡର ଗୁଡ଼ିକ ସିକ୍ୟୁର କରିବାକୁ ପଡ଼ିବ। ଏବଂ ତାର ଗୋଟେ ପ୍ରମୁଖ ଥିଲା ଯେଉଁଥିରେ ଅନୁପ୍ରବେଶକାରୀ ମାନେ ଆସୁଥିଲେ ଭିତରକୁ, ତାର ଗୋଟେ ପ୍ରମୁଖ ଯେଉଁ ପ୍ରବେଶ ଦ୍ୱାର ଥିଲା ସେଇଟା ଥିଲା ପଶ୍ଚିମବଙ୍ଗ ହେଇକି ଆସୁଥିଲେ। ତେଣୁକରି ସେଇଟା ଗୋଟେ ବହୁତ ବଡ଼ କଥା ରହିଥିଲା, ଯେଉଁଥିରେ କି
आमको तार आभ्यंतरण सुरक्षा कहीं अनेक जगह किसी प्रश्न आसला से तो सेंट्रल गवर्नमेंट केंद्र सरकार दायित्व जो बॉर्डर सिक्योरिटी भाई आपण मैंने डिप्लोमेटिकली आप पॉलिसी को बुझंतु जे आम पाखे सेमती रेस्ट्रिक्शन नहीं कि बांग्लादेश रू आसिले से स्वास्थ्य व्यवस्था विषय बा काम पाई से लोक मैंने आसुचंती किंतु स्टेट गवर्नमेंट तादरे भी सहयोग करवा दरकार से जो मैंने आसीचंती से फेरिले न फेरिले कौन है ये जिनस बुझा कथा से जगार आम अवस्थापित करोच व्यवस्थित ढंग से आम अवस्थापित करोचे आज जो एसआईआर प्रक्रिया आरंभ है से जो मैंने अनुप्रवेशकारी अच्छा से कटागला से भोटर जो दबार अधिकार को जो काटी दिया गला से व्यथित अनेक लोक से कहीं ए व्यवस्था टी काटी दिया गला आपण मैंने आश्चर्य ओडिशा रे अनेक ओडिशार लोक मैंने से रही अनेक ओडिशार लोकंकर भी वोटर आईडी कार्ड कटिची से जगह तार तो कौन से भारतीय नुहति से ओडिशार भी वोटर आईडी कार्ड थिला से पश्चिम बंग भी थिला मुझे कथा ही आसे से आज्ञा दुईटा जगार थिला तेणुक आम ओडिशा टाक रखिलु आ पश्चिम बंग टाक आम काटी देछंती सो एइथरे आपण जदि कहिबे एवं जो माने भारतीय वंशोद्भव जो माने भी अछंती जाति धर्म वर्ण निर्विशेष रे एसआईआर जो प्रक्रिया रही कौन सी लोकंकर सिथरे कटी नाही सर गोटे आलोचना हुए जे एबे जो अनुप्रवेश कथा कहले मुसलमान को अपेक्षा हिंदू बहुत अनुप्रवेश आपण सेति कहली ना धर्मगत भाव रे आपण जानतुनी धर्मगत भाव रे जानतुनी आमे जतबळे संविधान ऊपर जाउछु अनेक लोक तो संविधान ऊपर बहुत प्रश्न उठाउचंती किंतु संविधान रे जीवा संविधान सहित चलिबा आ तुष्टिकरण करबा ए दीटा जिंस अलगा जिंस रहिछि ये जो कथाटी आसुची एथिरे तुष्टिकरण रहिछि सेटा संविधान रो परिधि भितर से नाही तुष्टिकरण करवाटा किंतु सेति मु कहली जाति धर्म वर्ण निर्विशेष रे जो माने भारतीय वंशोद्भव कौन सी लोकंकर एसआईआर कटिबार नहीं समस्ते सुरक्षित रहिबे एवं रहिचंती मध्य जो माने अनुप्रवेशकारी माने भितर को आसीचंती अनुप्रवेशकारी कटिबाटा तो सुनिश्चित से आज आपण माने आछंती मो घर को मु जदि दिगपहंडीर मोर कृष्ण वल्लभ एवं किसी कढ़ई मिक्सचर अच्छी किसी जदि आपण मानकु कहबी जे नहीं एटा को आपण खांतु उपभोग करंतु एथरे कोन कथा अछि तेणुक आम जो पश्चिम बंग जाऊे गोटे गरीब लोकर आपण जानी आमर ओडिशा रे आम आजिकल तो प्राय प्रचलन बंद हो गुलगुलार मुझे 10-15 वर्ष तले 15-20 वर्ष तलर कथा मुझे सकाळु अनेक जगह को शूटिंग रे जाइए अनेक दुकान रे आपण देखिबे मोर इंडस्ट्री यदि पचारे से भी कहे गुलगुला लोक जो मैंने आमर प्रायतः श्रमिक श्रेणी जो मैंने गुलगुला 2-3टा टे 2-4 टंकार खाईदे पानी टे पीदे अटारे तैयारी होता है बास पेट भर्ती गला चलले काम करने ठीक सेमिति पश्चिम बंग में झालमुड़ी गोटे रही आप कटक जी दहीबरा आलुदम आप खाऊ रातिर जेकोसी प्रहर गले भी दहीबरा आलुदम मिल तेणुक काली जदि सेमती जड़े सर्वोच्च नेतृत्व आसबे एवं आपणकर जदि से कथाटा को सी जाकि कले तो आज झालमुड़ी भावतु केते लोग जानी जिनस को आज माननीय प्रधानमंत्री पर भावतु विस्तार विस्तार भाव से जिनस प्रचार और प्रसार है तेणुक आहरी अनेक लोकंकर भी आप भावतु यहाँ को तो व्यवसाय भाव में तार आउ कि नुआ रूप भी झालमुड़ी भी आसीपे से भाई एबे आउ गोटे आलोचना होचे जे नवीन सरकार गला जगन्नाथ को बुलेवा जो परिक्रमा कर जो रथ करिक बुले से गला ममता बनर्जी को सरकार गला जगन्नाथ धाम जो गला गीति घर केमती दृष्टि देखते देखु कौन सी समय रे एटा गोटे बहुत बड़ आस्थार कथा आम समस्त आम धर्म आमर गोटे आस्थार कथा यहाँ प्रत्येक धर्मर तांकर आस्थार भी जिनस रही तेणुक केवे भी कौन सी समय भी कौन आघात करवाटा उचित नुहे आपण मैंने भी जानते यही माटी आम जन्म होचे माटीर संतान संतति आम तेणुक से जगार प्रभु जगन्नाथ होउचंती सारा जगतर विश्वर सी होउचंती स्वामी अर्थात समस्त पिता सी धाम अर्थात ये जगह तांकर अवस्थान ये जगह चारि धाम बोली कहे आपन जदि गोटे पंचम धाम जदि मु सृष्टि करने को चाहिए तो यहाँ निजर अहंकार परिचय यहाँ अहं भावर परिचय यहाँ एवं अनेक समय भी आपड़ देखिथे आमर ममता बानर्जी महोदया सी भी आसी पुरी मंदिर को जाती जगन्नाथ को भक्त बोली कहती तो यहाँ को कौन कहवा मु तो भावुची यहाँ गोटे छलना बोली जदि मु कहबी जे मो भक्त कहीकि एवं आमर धर्म रे एवं महाप्रभुंकर होची दारु ब्रह्म अर्थात काठरे तैयारी होता है काष्ठ निर्मित से मूर्ति से दारु ब्रह्म
କୋଉଥିରେ ତିଆରି କରିଛନ୍ତି ତାକୁ? ପଥରରେ ତାହେଲେ ପାଷାଣର ମୂର୍ତ୍ତି କେମିତି? ଆମେ ଆଜି ଇସ୍କନରେ ଅମୁକରେ ସେମାନେ ଅଦିନିଆ କରୁଛନ୍ତି, କେତେ ପ୍ରକାରର ରିଆକ୍ସନ୍ ଆସୁଛି ଭାବନ୍ତୁ ସେ ଜାଗାରେ। ଏବଂ କେତେ ପଶ୍ଚିମବଙ୍ଗରୁ ମହାପ୍ରଭୁଙ୍କର ଭକ୍ତ ଅଛନ୍ତି ଯେଉଁମାନେ ଆସନ୍ତି ପୁରୀ ଦର୍ଶନ କରନ୍ତି ଯାଆନ୍ତି ଏସବୁ ହୁଏ। କିନ୍ତୁ ଆଜି ସେଇ ଜିନିଷକୁ ଧର୍ମକୁ ଆସ୍ଥାକୁ କୋଉଭଳି ଭାବରେ ବ୍ୟବହାର କରାଗଲା ଗୋଟେ ଆଗକୁ ଯାଇକି ଚିନ୍ତା କରିକି ମୁଁ କରିଦେଲି ଜଗନ୍ନାଥଙ୍କୁ ଆପଣ ପାଖକୁ, ଜଗନ୍ନାଥ ଭାଇ ସମସ୍ତଙ୍କ ହୃଦୟରେ ଅଛନ୍ତି, ପାଖକୁ କ'ଣ ନେଇ ଆସିବେ? ଏବଂ ଏଇ ଆସ୍ଥାନର ଯେଉଁ ମହତ୍ତ୍ୱ ରହିଛି ସେ ଜାଗାରେ ସେ ମହତ୍ତ୍ୱ ରହିବ କି ସେ ଜିନିଷଟାର? ମୁଁ ମନ୍ଦିର ତୋଳି ପାରିବି କିନ୍ତୁ ଧାମ ତ କେବେ ସେଇଟା ହେଇପାରିବନି। ତେଣୁକରି ଏ ପ୍ରକାରର ଯେଉଁମାନେ ବୃଥା ଚେଷ୍ଟା କରନ୍ତି ଅହଂଭାବ ଦେଖେଇବେ ପରିଣତି ବି ଏଇଭଳିଆ ପ୍ରଭୁ ଜଗନ୍ନାଥ କାହିଁକି ଯେକୌଣସି ଭଗବାନ ମା କାଳୀ ହୁଅନ୍ତୁ ଯିଏ ବି ହୁଅନ୍ତୁ ପ୍ରତ୍ୟେକ ଜାଗାରେ ସେ ଲାଠିରେ ଶବ୍ଦ ନଥିବ କିନ୍ତୁ ଜୋର ତ ବହୁତ ଅଛି। ଆଜି ସେଟା ଜଣାପଡ଼ୁଛି ସେ ଜିନିଷ। ତେବେ ଆଜ୍ଞା 4 ତାରିଖଟା ମନେ ରହିବ। 4 ତାରିଖରେ ଓଡ଼ିଶାରେ ବି ଭାଙ୍ଗିଥିଲା ଗୋଟେ ରେକର୍ଡ କରିଥିଲେ 24-25 ବର୍ଷର ସରକାରକୁ ଭାଙ୍ଗିଥିଲେ। ପୁଣି ପଶ୍ଚିମବଙ୍ଗରେ ମଧ୍ୟ ସେଇ 4 ତାରିଖ ରେକର୍ଡ କରୁଥିଲେ। ନାଇଁ 4 ଉପରେ ସେମିତି ତ କରନ୍ତୁନି, ଆପଣ 4କୁ 4 ମିଶେଇ ଦେଇକି କରିଦେବେ। ଆଜି ମୋର ଭଳିଆ ଗୋଟେ ହତଭାଗାରେ ଆଜି ବି ମୋର ବି ଜନ୍ମଦିନ ଅଛି, ତେଣୁ 4କୁ ଆପଣ କାହିଁକି କରୁଛନ୍ତି ସେମିତି? ପ୍ରତ୍ୟେକ ନାଇଁ ସେଲିବ୍ରେସନ୍ ତ ନାହିଁ, ମୋ ମାଙ୍କର ଯେହେତୁ ଦେହାନ୍ତ ଗୋଟେ ବର୍ଷ ନାହିଁ ଆମେ ସେଲିବ୍ରେସନ୍ ନାହିଁ, ତାଙ୍କର ସ୍ମୃତିରେ ଆମେ ବାସ୍ ସେଇଥିରେ ଖୁସି ଅଛୁ ଆମେ। ହଁ 4 ତାରିଖ ଏଇଥିପାଇଁ ମୋ ପାଇଁ ଏଇଟା ବିଶେଷତ୍ୱ ନେଇ ଆସିଲା ଆହୁରି ଯେ ଆଜି ଭଳି ଗୋଟେ ବିଶେଷ ଦିନରେ ମୋ ପାଇଁ ଯୋଉଟା ବିଶେଷ ଦିନ, ମୋ ପରିବାର ପାଇଁ ଯୋଉଟା ବିଶେଷ ଦିନ ସେମିତି ଗୋଟେ ସେଇ ଦିନରେ ଆଜି ଏଭଳି ଗୋଟେ ଅନ୍ୟାୟ ଅଧର୍ମ ଅନୀତି ଉପରେ ଗୋଟେ ବିଜୟ ପ୍ରାପ୍ତ କରିବା ସେଇ ହିସାବରେ ଯଦି ମୋତେ କହିବେ ତାହେଲେ ନିଶ୍ଚିତ ଭାବରେ ଏଇଟା ମୋ ପାଇଁ ଏଇ ଦିନଟି ଚିରସ୍ମରଣୀୟ ହେଇକି ରହିବ। ବିରୋଧୀ ମଧ୍ୟ 4କୁ ମନେ ରଖିବେ, ପଶ୍ଚିମବଙ୍ଗରେ ବି ଓଡ଼ିଶା ବି ବିରୋଧୀ ମନେ ରଖିବେ 4 ତାରିଖ। ନାଇଁ ମୁଁ ସେଇଟା କହିବିନି। ଆପଣ ବିରୋଧୀ କିଏ ବିରୋଧୀ ଅଛି କ'ଣ ଅଛି, ଯିଏ ବିରୋଧ ଦଳ ରହିଲା ସେ ବିରୋଧୀ, ସେଥିରେ କ'ଣ ଅଛି ସେଟାକୁ ମୁଁ କହିବି। ଭାଇ, ଏଇଟା ଗଣତନ୍ତ୍ରର ଏଇଟା ହେଉଛି ବୈଶିଷ୍ଟ୍ୟ ଏବଂ ବୈଚିତ୍ର୍ୟତା। ଏଇଟା ମୁଁ କହିବି ଗଣତନ୍ତ୍ରର ଯେଉଁ ଆଜି ବିଜୟ ହେଉଛି, ଯଦି ଆପଣ କେବେ ବି ସୁଯୋଗ ମିଳେ ଆପଣ ଯିବେ ପଶ୍ଚିମବଙ୍ଗ କେବେ ଯାଆନ୍ତୁ, ସାଧାରଣରୁ ସାଧାରଣ ଲୋକ ଯେଉଁମାନେ ଅଛନ୍ତି ସେମାନଙ୍କ ସହିତ ବସିବେ, କେବେ ତାଙ୍କର ଇଣ୍ଟରଭ୍ୟୁ କରନ୍ତୁ, କଥା ହୁଅନ୍ତୁ। ଏବେ ତ ମୁକ୍ତ ଭାବରେ ସରକାର ଆସିଲା ପରେ ନୂତନ ସରକାର ସେମାନେ ତ କହିପାରିବେ କିଛି ଅସୁବିଧା ନାହିଁ ଏବେ ଆଉ ସେ ଗଣତନ୍ତ୍ର ବିଜୟ କଥା କହୁଛନ୍ତି। ଏମିତି ନିର୍ବାଚନ ରଣାଙ୍ଗନରେ ଜିତିବା ପାଇଁ କଣ ଏମିତି ବିଜେପି ଷ୍ଟ୍ରାଟେଜି ଆପଣେଇଲା ଯେ ସବୁ ଜାଗାରେ ବିଜେପିକୁ ଆସ୍ଥାବାଦ ନେଲା ବା ଲୋକ ଭୋଟ ଦେଇ ବିପୁଳ ପରିମାଣରେ ବିଜୟ ଲାଭ କରୁଛନ୍ତି, ଯୋଉଟା କି କମ୍ପିଟିଟର କେହି ନାହାନ୍ତି, ଯୋଉଟା ପଶ୍ଚିମବଙ୍ଗରେ ଅଧିକା ଦେଖାହେଲା। 294ରୁ 200 ଯଦି କହିବା ଆମେ ବିଜେପି ସବୁବେଳେ ସେଠି ବଡା ଟକ୍କର ଖାଲି ଗୋଟେ କମ୍ପିଟିଟର ଫ୍ରଣ୍ଟରେ ରହିବେ। କାହିଁକି ଏମିତି ହେଲା? କଣ ସେମିତି ବିଜେପିରେ କମ୍ପିଟିଟର କେହି ନାହାନ୍ତି? ଏଇଟା ଖାଲି ପ୍ରଶ୍ନ ପଚାରିବା ପାଇଁ ଆପଣ ପଚାରିଦେଲେ ନାହିଁ କି? ମତେ କୁହନ୍ତୁ ତ ୟାର ପୂର୍ବର 2ଟା ନିର୍ବାଚନରେ ବି ପରାଜୟର ସମ୍ମୁଖୀନ ହେଇଛି ନା ନାହିଁ ବିଜେପି? ଆଚ୍ଛା ସେତେବେଳେ ଗଣତନ୍ତ୍ର ନଥିଲା, ସେତେବେଳେ ଇଭିଏମ୍ ନଥିଲା, ସେତେବେଳେ ଷ୍ଟ୍ରାଟେଜି ନଥିଲା। ଆଚ୍ଛା ଆଜି ଷ୍ଟ୍ରାଟେଜି ଆସିଗଲା। ନ୍ୟାଚୁରାଲି ସମୟକୁ ନେଇକି ଆପଣଙ୍କୁ ବଦଳିବାକୁ ପଡ଼ିବ। ଏବଂ ଭାରତୀୟ ଜନତା ପାର୍ଟି ଏମିତି ଗୋଟିଏ ପାର୍ଟି ଯେଉଁ ଜାଗାରେ ଆତ୍ମସମୀକ୍ଷା ହାରିଲେ ବି କରାଯାଏ, ଜିତିଲେ ବି କରାଯାଏ। ଏବଂ ଇଏ ହେଉଛି ତାର କର୍ମୀଙ୍କର ଇଏ ହେଉଛି ପାର୍ଟି। ଆଜି ବି ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତ୍ୟେକଟି ଜିନିଷ ବିଦ୍ୟମାନ ଭାରତୀୟ ଜନତା ପାର୍ଟି ଭିତରେ। ତେଣୁକରି ତାର କାର୍ଯ୍ୟକର୍ତ୍ତା ଆପଣ ଭାବନ୍ତୁ ଯେଉଁ ଜାଗାରେ ଗୋଟେ ପତାକା ଲଗାଇବା ପାଇଁ ଭାରତୀୟ ଜନତା ପାର୍ଟିରେ ଗୋଟେ ପତାକା ଲଗାଇବା ପାଇଁ ଜଣେ ଗୋଟେ ଘର ଭିତରୁ ଗୋଟେ ଲୋକ ବାହାରି ଆସିପାରୁନଥିଲା, ଆଜି ସେଇଭଳି ଅନେକ ଜାଗା ରହିଛି ଯେଉଁ ଜାଗାରେ ଭାରତୀୟ ଜନତା ପାର୍ଟିର ହିଁ ପତାକା। ସେ ବିଶ୍ୱାସ ଲୋକଙ୍କ ଭିତରେ ଆଜି ଆସିଛି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପାଇଁ, ମାନ୍ୟବର ଗୃହମନ୍ତ୍ରୀଙ୍କ ପାଇଁ, ଭାରତୀୟ ଜନତା ପାର୍ଟି ପାଇଁ ଏବଂ ସବୁଠୁ ବଡ଼ କଥା ଇଲେକ୍ସନ କମିଶନ ପାଇଁ ବି। କିଏ କେତେ ଆଙ୍ଗୁଠି ନିର୍ଦ୍ଦେଶ କରିବ ମୁଁ ସେଥିରେ ମୋର ସେଥିରେ ପଶିବାର ହିଁ ନାହିଁ ସେ ବିଷୟରେ। ଇଲେକ୍ସନ କମିଶନ ସିଓ ଅଛନ୍ତି, ନିରପେକ୍ଷ ଅଛନ୍ତି 100%। ଆଉ ଯଦି ନ ହେଇଥାନ୍ତା ଆପଣ କେରଳରେ କଂଗ୍ରେସ କେମିତି ଆସିଲା? ଆପଣ କହିଲେ ସବୁ ଜିନିଷ ଭାରତୀୟ ଜନତା ପାର୍ଟି ପଳେଇଲା, ତାକୁ ଛାଡ଼ିକିରି ଆଜି କ'ଣ ଅନ୍ୟ ଦଳର ନାହାନ୍ତି? ଆଚ୍ଛା ଯୋଉଠି ଅନ୍ୟ ଦଳର ଆସିବ, ଭାରତୀୟ ଜନତା ପାର୍ଟି 2014ରେ ଆସିଲା କେନ୍ଦ୍ରରେ, ତ ଏଇଠି ବିଜୁ ଜନତା ଦଳ କ'ଣ 2ଟା ଟର୍ମ ଏଠି ନଥିଲେ, ଆବସୋଲ୍ୟୁଟ ମେଜରିଟିରେ ନଥିଲେ? ତ ଆପଣ ଯେଉଁଭଳି କହୁଛନ୍ତି ଯେ ପ୍ରତ୍ୟେକଟା ଜିନିଷକୁ ଭାରତୀୟ ନାହିଁ, ସଂଯୋଜିତ ଭାବରେ ଷ୍ଟ୍ରାଟେଜିକାଲି ଏବଂ ସବୁଠୁ ବଡ଼ କଥା ତାର ଯେଉଁ କାର୍ଯ୍ୟକର୍ତ୍ତା ଯେଉଁମାନେ ଅଛନ୍ତି ଏକ ମନ ଏକ ପ୍ରାଣ ହେଇକି। ବହୁତ ଲୋକ କହିଲେ ଆଜ୍ଞା ଓଡ଼ିଶାରୁ ଚାଲି ଆସିଲେ, ଏଠୁ ଚାଲି କାହିଁକି ଯିବେନି କି କାହିଁକି ଆସିବନି? ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା କାହିଁ ପଶ୍ଚିମବଙ୍ଗରେ ଯିବନି? ନିଶ୍ଚିତ ଭାବରେ ସେ ଯିବ। ଯଦି ମୋ ପାର୍ଟିର ଆଜି କାର୍ଯ୍ୟ ଅଛି ସେ ଜାଗାରେ, ଯଦି ମୋ ପାର୍ଟିର ଦରକାର ପଡ଼ୁଛି ସେ ଜାଗାରେ, ମୁଁ ନିଶ୍ଚିତ ଯିବି ସେ ଜାଗାରେ। ଏଠି ବି ତ ସେଇ ଅବସ୍ଥା ଥିଲା। ଏବଂ ପଶ୍ଚିମବଙ୍ଗର ଯେ ମୁଖ୍ୟମନ୍ତ୍ରୀ
ଏବଂ ଏଇଠି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ସେ ତ ଭାଇ ଭଉଣୀ ଥିଲେ, ତାଙ୍କେ ମନା କରିଥିଲା ଏଇ ନିର୍ବାଚନରେ ଯିବା ପାଇଁ ସେଠିକି, ସେଠି ବି ତ ଓଡ଼ିଆ ଥିଲେ, ତ ସେ ପାର୍ଟିରୁ କାହିଁ ଗଲେନି କିଏ? ଭଉଣୀ ପାଇଁ ତ ଭାଇର ଦରଦ ଥିବା କଥା ନା, ତେଣୁ ସେମାନେ ବି ଯାଇପାରିଥାନ୍ତେ, କିଏ ତ ମନା କରିନଥିଲେ ସେଥିରେ। ଆଜି ମତେ ଲାଗିଲା ମୋ ପାର୍ଟି ପାଇଁ ମତେ ଯିବାର ଅଛି, ମୋ ଲୋକଙ୍କ ପାଇଁ ମତେ ଯିବାର ଅଛି, ତ ସେମାନେ ଭାବି ନାହାନ୍ତି, ଠିକ ଅଛି, ତାଙ୍କ ହିସାବରେ ସେମାନେ ଠିକ ଅଛନ୍ତି, ଆମ ହିସାବରେ ଆମେ ଠିକ ଅଛୁ। ଭାଇ ଓଡ଼ିଶା ପଶ୍ଚିମବଙ୍ଗରେ ପରିବର୍ତ୍ତନ ହେଇଛି, ଓଡ଼ିଶାବାସୀ ଭାରି ଖୁସି ଯେ ଆଳୁ ଏଥର ଆଉ ଅସୁବିଧା ହବନି। ନାଇଁ ଖାଲି ଆଳୁ କାହିଁକି, ସବୁଠୁ ବଡ଼ କଥା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବର୍ତ୍ତମାନ ସୁରକ୍ଷିତ। ଆପଣ ଭାବନ୍ତୁ ଅନେକ ପ୍ରଶ୍ନ ଆସୁଛି ଭୁବନେଶ୍ୱର ଆପଣମାନଙ୍କ ମାଧ୍ୟମରେ, ଆପଣଙ୍କର ବାଲେଶ୍ୱର ଅନ୍ୟାନ୍ୟ ଜାଗାରେ ବି ଅନୁପ୍ରବେଶକାରୀ, କୋଉ ପଟରୁ ଆସୁଛି ଅନୁପ୍ରବେଶକାରୀ? ତ ସେଇପଟରୁ ତ ପଶୁଛନ୍ତି ନା ଏପଟରେ। ତେଣୁକରି ପ୍ରଥମ କଥା ହେଉଛି ମୋ ମାର ଆଭ୍ୟନ୍ତରୀଣ ସୁରକ୍ଷାର ଯେଉଁ କଥା ଆସେ ଭାରତ ମାତାର, ଆଜି ସବୁଠୁ ବଡ଼ କଥା ଯଦି ପରିବର୍ତ୍ତନ ହବ ତାହେଲେ ପ୍ରଥମଟି ହେଉଛି ଯେ ମୋ ମାର ସୁରକ୍ଷା ପାଇଁ ଏଇଟା ସବୁଠୁ ବଡ଼ ଗୋଟେ ପଦକ୍ଷେପ। ଏବଂ ଅଶେଷ ଅଶେଷ ଧନ୍ୟବାଦ ମୁଁ ଜଣେଇବି ପଶ୍ଚିମବଙ୍ଗର ମୋର ସମସ୍ତ ଜନସାଧାରଣଙ୍କୁ, ଭୋଟରଙ୍କୁ, ଆଜି ଏଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସହିତ ଭାରତବର୍ଷର ସୁରକ୍ଷା ପାଇଁ ବି ଏ ମ୍ୟାଣ୍ଡେଟ୍ ଏଇ ଜିନିଷ। ତେଣୁକରି ନିଶ୍ଚିତ ଭାବରେ ଆମେ ଯେତେବେଳେ କହୁଛେ ଭାରତ ମାତା କି ଜୟ, ତ ଆଜି ଭାରତ ମାତା ପାଇଁ ଯଦି ଆମେ ଯାଇଛେ, କାମ କରିଛେ, ଗୋଟେ ନିର୍ବାଚନ ଯାଇ ପ୍ରଚାର କରିଛେ ତା ସପକ୍ଷରେ, ଭୁଲ କିଛି ନାହିଁ। ଓଡ଼ିଆ ନେତା କାହିଁକି ସେବା ଦେବେ? ଓଡ଼ିଶା ନେତା ଯାହା ସମସ୍ତଙ୍କୁ ମୁଁ କହିଲି ନା, ପ୍ରତ୍ୟେକଟି କାର୍ଯ୍ୟକର୍ତ୍ତା, ଖାଲି ଓଡ଼ିଶା କାହିଁ, ଓଡ଼ିଶା ତ ବର୍ଡର, ଅଙ୍ଗ ବଙ୍ଗ କଳିଙ୍ଗ ଇଏ ହେଉଛି ଅଭିନ୍ନ। ଆପଣ ସାଂସ୍କୃତିକ ଦେଖନ୍ତୁ, ଭାଷାଗତ ଭାବରେ ଦେଖନ୍ତୁ, ପ୍ରତ୍ୟେକ ଜିନିଷରେ ଆମର ଗୋଟେ ସମାନତା ରହିଛି ଏଇ ଜାଗାରେ। ଯଦି ପଶ୍ଚିମବଙ୍ଗରେ ଅସୁବିଧା ହେଇଛି, କାଲି ଯଦି ଓଡ଼ିଶା ଯଦି ଯାଇକି ଠିଆ ହେଇଛି, ସେଥିରେ କ'ଣ ଅଛି? ଭାଇ ଯେମିତି ପଚାରୁଥିଲେ ଆଳୁ ବେଳେ ଆସିଲା ବାଟରେ ଅଟକେଇକି ରଖିଦେଲେ, ନାଇଁ ଭାଇ ଓଡ଼ିଶାକୁ ଯିବନି, ସେଇଟା ସେମାନଙ୍କର ମାନସିକତା ହେଇପାରେ, କିନ୍ତୁ ଓଡ଼ିଶା ବା ଜଗନ୍ନାଥଙ୍କ ଭୂମିରେ এই ଜିନିଷ ହୁଏନି। ସାରା ବିଶ୍ୱକୁ ସେ ବିଶ୍ୱାସ କରେ, ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେ ଓଡ଼ିଶା, ଏ ଜଗନ୍ନାଥଙ୍କ ମାଟି। ଆଉ ଗୋଳିଆ ପାଣି ଯଦି କାହାକୁ ସୁହେଇବ, ଗୋଳିଆ ପାଣିଟାକୁ ମୁଁ କାଚକେନ୍ଦୁ ପାଣି ବୋଲି ତ କହିବିନି, ସେମାନେ ଭାବୁଛନ୍ତି ସେଇଟା ଗୋଳିଆ ପାଣି। ଯଦି SIR ହବ, ଯେଉଁମାନେ ଅନୁପ୍ରବେଶକାରୀ, ଯେଉଁମାନଙ୍କୁ ନେଇକି ତୁଷ୍ଟିକରଣର ରାଜନୀତି କରାଯାଉଥିଲା, ଯଦି ସେଇଟାକୁ ସେଥିରୁ ବାଦ ଦେଇ ଦିଆଗଲା, ଯଦି ଲୋକଙ୍କୁ ଧମକା ଯାଉଥିଲା, ଡରା ଯାଉଥିଲା, ବାଡ଼େଇ ଦିଆଯାଉଥିଲା, ନିଆଁ ଲଗେଇ ଦିଆଯାଉଥିଲା, ଲୋକଙ୍କୁ ମର୍ଡର କରି ଦିଆଯାଉଥିଲା, 21ର ନିର୍ବାଚନ ପରେ କେତେ ଲୋକ ମରିଛନ୍ତି, ସେ ବିଷୟରେ ତ କେହି ଉଠେଇଲେନି କଥାଟା। କିଏ ଉଠେଇଲା ସେ ବିଷୟରେ? 2021ର ନିର୍ବାଚନ ଯେତେବେଳେ ସରିଲା, କେତେ ଲୋକଙ୍କ ଘର ଭିତରେ ରଖିକି ପୋଡ଼ି ଦିଆଗଲା, ଜୀବନ୍ତ ଜାଳି ଦିଆଗଲା, କେତେ ଲୋକଙ୍କୁ ମାରି ଦିଆଗଲା, କାହିଁ ସେ ବିଷୟରେ କେହି କହିଲେନି? ତା ଅର୍ଥ ଆପଣ ଚାହୁଁଛନ୍ତି ଯେ ଇଲେକ୍ସନ କମିଶନ ଯଦି ଆଜି ନିର୍ଦ୍ଦେଶ ଦେଲେ ନାଇଁ ନାଇଁ ସେଣ୍ଟ୍ରାଲ ଫୋର୍ସେସକୁ ନେଇକି ଆମେ କରିବା, ଲୋକଙ୍କର ଧନ ଜୀବନ ସୁରକ୍ଷିତ ହେବ, ସେମାନଙ୍କର ଯେଉଁ ଗୋଟେ ମତ ଦେବାର ଯେଉଁ ଅଧିକାର ରହିଛି, ସାମ୍ବିଧାନିକ ଅଧିକାର ରହିଛି, ତାକୁ ସେମାନେ ନ୍ୟସ୍ତ କରିବେ, ଆପଣମାନେ ସେଇଟା ତା ଅର୍ଥ ଚାହୁଁନାହାନ୍ତି। ଆପଣ ଚାହୁଁଛନ୍ତି ଯାହା ଚାଲିଥିଲା 2021ରେ ଆଜି ବି ସେଇଟା 21 ପରେ ବି ଆଜି 26ରେ ବି ସେ ଚାଲିବ, ଏଇଟା କେମିତି ହେବ? ଆଚ୍ଛା, ଯଦି ସେଇଟାକୁ ସମର୍ଥନ କରିବେ ତାହେଲେ ଇଲେକ୍ସନ କମିଶନ ଠିକ୍ କାମ କରୁଛନ୍ତି, ଯଦି ଧନ ଜୀବନ ଯଦି ବିପଦରେ ନ ରହିବ ତାହେଲେ ସେଇଟା ଭୁଲ କାମ କରୁଛନ୍ତି, ଏଇଟା କେଉଁ ପ୍ରକାରର କଥା? ତେଣୁକରି ଇଲେକ୍ସନ କମିଶନ ଇଜ୍ 100% ଫ୍ରି ଆଣ୍ଡ ଫେୟାର, ଏଇଟା ମୁଁ ସାର୍ଟିଫିକେଟ୍ ଦେଉନି। ଯଦି ସେଇଟା ହେଇନଥାନ୍ତା ତାହେଲେ ଆଜି ପଶ୍ଚିମବଙ୍ଗରେ ଯଦି ଭାରତୀୟ ଜନତା ପାର୍ଟି ଆଗରେ ଅଛି, ତାମିଲନାଡୁରେ TVK ଭଳି ଗୋଟେ ନୂଆ ପାର୍ଟି AIADMK ଏବଂ DMK ଭଳି ଗୋଟେ ପାର୍ଟିକୁ ପଛରେ ପକେଇକିରି ସେ ଆଗରେ ଅଛି, ଏବଂ କେରଳରେ କଂଗ୍ରେସ ଆଜି ଆଗରେ ଅଛି, ଏ କଥାଟି କେବେ ହେଇନଥାନ୍ତା। ଯଦି ଆମେ ସବୁତକ କହିଥାନ୍ତେ ଭାରତୀୟ ଜନତା ପାର୍ଟି ଯଦି EVMକୁ ଟ୍ୟାମ୍ପର କରିଦେଉଥିଲେ, ସବୁ କରିଦେଉଥିଲେ, ତାହେଲେ ତ ସବୁଗୁଡ଼ାକ ନେଇଯାଇଥାନ୍ତା। ଆଉ ଏତେ ପରିଶ୍ରମ କରିବା କ'ଣ ଦରକାର ଥିଲା? ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର, ଗୃହମନ୍ତ୍ରୀଙ୍କର, କେନ୍ଦ୍ର ନେତୃତ୍ୱ, ଓଡ଼ିଶାର ନେତୃତ୍ୱ, ଏ କାର୍ଯ୍ୟକର୍ତ୍ତାମାନେ ଏତେ କାମ କରିବା କିଛି ଦରକାର ନଥିଲା। ଆପଣ ଯାହା ବି କରିବେ ଆମେ ତ EVMରେ ବଦଳାଇ ଦେବା, ତ ଏତେ କଥା କରିବା କ'ଣ ଦରକାର ଥିଲା? ଏତେ କଷ୍ଟ କରିବା କ'ଣ ଦରକାର ଥିଲା ସମସ୍ତଙ୍କର? ଇଏ ହେଉଛି ମାନସିକତାର କଥା। ଖଣ୍ଡନ ମୁଁ କ'ଣ କରିବି? ମୋର ଯୁକ୍ତି ମୁଁ ରଖିଲି, ମୁଁ ଖଣ୍ଡନ କରିବା ପାଇଁ କିଏ? ଖଣ୍ଡନ କରିବାଟା ଜନସାଧାରଣ କରୁଛନ୍ତି, ଆମେ ପ୍ରଶ୍ନ ଉଠଉଛେ ତା ଉପରେ। ତେଣୁକରି ଏଇଟା ଆମ ଉପରକୁ ଆଙ୍ଗୁଠି ନିର୍ଦ୍ଦେଶ ହେଉଛି, ଆପଣ ତାକୁ ମାନୁଛନ୍ତି କି ମାନୁନାହାନ୍ତି ସେଇଟା ଆପଣ କୁହନ୍ତୁ। ଜନସାଧାରଣଙ୍କ ମ୍ୟାଣ୍ଡେଟ୍ ଗଣତନ୍ତ୍ରରେ ସର୍ବୋପରି। ଯଦି ଗଣତନ୍ତ୍ରରେ ଜନତା ଯଦି ଦେଇ ସାରିଛନ୍ତି ମ୍ୟାଣ୍ଡେଟ୍କୁ, ଯେ ପ୍ରଶ୍ନ କରିବ ସେ ପ୍ରଶ୍ନ, ସେଇଟା ତାଙ୍କ ପାଇଁ, ତାଙ୍କୁ ଧନ୍ୟବାଦ ସେଥିପାଇଁ।